ପ୍ରେରିତ ପୁସ୍ତକ 2 ଅଧ୍ୟାୟ 1 ପଦରୁ 13 ପଦ। ଯୀଶୁ କ୍ରୁଶରେ ମୃତ୍ୟୁ ହେଲେ ଏବଂ 3 ଦିନ ପରେ ପୁନରୁତ୍ଥିତ ହେଲେ। ଏହାପରେ ପ୍ରଭୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ କ'ଣ ହେବାକୁ ଯାଉଅଛି ସେ ବିଷୟରେ ଏପରି କହନ୍ତି, ତୁମ୍ଭେମାନେ ଜେରୁସାଲେମରୁ ପ୍ରସ୍ଥାନ କର ନାହିଁ, କିନ୍ତୁ ଈଶ୍ୱର ଯାହା ପ୍ରତିଜ୍ଞା କରିଛନ୍ତି ତାହା ପ୍ରତି ଅପେକ୍ଷା କର। ଯୀଶୁ ନିଜ ଶିଷ୍ୟମାନଙ୍କ ସହିତ 40 ଦିନ ଧରି ପୃଥିବୀରେ ରହିଲେ ଏବଂ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଶିକ୍ଷା ଦେଲେ। ତାପରେ ସେ ନିଜ ଶିଷ୍ୟମାନଙ୍କୁ ଛାଡ଼ି ସ୍ୱର୍ଗାରୋହଣ କଲେ। କିନ୍ତୁ ଯୀଶୁଙ୍କ ଅନୁଗାମୀମାନେ ଏବଂ ତାହାଙ୍କ ଶିଷ୍ୟମାନେ ଜେରୁସାଲେମରେ ତାହାଙ୍କର ବାକ୍ୟ ପ୍ରତି ମନେ ପକାଇ ଅପେକ୍ଷାରେ ରହିଲେ। ସେମାନଙ୍କ ସହିତ କ'ଣ ଘଟିବ ବୋଲି ସେମାନେ ଜାଣିନଥିଲେ, କିନ୍ତୁ କେବଳ ଯୀଶୁଙ୍କ କଥାକୁ ଅର୍ଥାତ୍ ତାହାଙ୍କ ବାକ୍ୟକୁ ବିଶ୍ୱାସ କରି ଅପେକ୍ଷାରେ ରହିଥିଲେ। ତେବେ ଅପେକ୍ଷାର ଅର୍ଥ କ'ଣ? ମୁଁ ଭାବୁଛି ଅପେକ୍ଷା କରିବା ଏକ ପ୍ରାର୍ଥନା କରିବା ସଦୃଶ ଅଟେ। ଏହାର କାରଣ ହେଉଛି ଯେଉଁମାନେ ପ୍ରାର୍ଥନା କରନ୍ତି ସେମାନେ ଈଶ୍ୱରଙ୍କର ଉତ୍ତରକୁ ଅପେକ୍ଷା କରନ୍ତି। ଯଦି ଆପଣ ବାଇବଲ ପଢ଼ନ୍ତି, କୁହାଯାଏ ଯେ ସେଠାରେ ପ୍ରାୟ 120 ଲୋକ ଥିଲେ ଯେଉଁମାନେ ଯୀଶୁଙ୍କର ବାକ୍ୟକୁ ବିଶ୍ୱାସ କରିଥିଲେ ଏବଂ ଅପେକ୍ଷାରେ ରହିଥିଲେ। ଏହି ଲୋକମାନେ ଯୀଶୁଙ୍କର ପ୍ରତିଜ୍ଞାକୁ ଅପେକ୍ଷା କଲାବେଳେ ସେମାନେ ଏକାଗ୍ର ଚିତ୍ତରେ ପ୍ରାର୍ଥନା କଲେ। ସେମାନେ ଜାଣିନଥିଲେ ଯେ ଯୀଶୁଙ୍କ ପ୍ରତିଜ୍ଞା କେବେ ପୂରଣ ହେବ, କିନ୍ତୁ ସେମାନେ ଆନ୍ତରିକ ଭାବରେ ପ୍ରାର୍ଥନା କଲେ। 10 ଦିନ ସେପରି ଚାଲିଗଲା, କିନ୍ତୁ ଦିନେ କିଛି ଆଶ୍ଚର୍ଯ୍ୟ ଘଟଣା ଘଟିଗଲା। ସେଠାରେ ପ୍ରଥମେ ଆକାଶରୁ ପ୍ରବଳ ପବନ ବହିଲା ଏବଂ କୋଠରୀଟି ଶବ୍ଦରେ ପରିପୂର୍ଣ୍ଣ ହେଲା। ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ଏକ ନିଆଁ ଦେଖାଗଲା। ଏହା ଏକ ବିରାଟ ଅଗ୍ନି ସଦୃଶ ଥିଲା ଏବଂ ଶେଷରେ ନିଆଁ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ପଡ଼ିଲା। ଯେଉଁମାନେ ପ୍ରାର୍ଥନା କରୁଥିଲେ ସେମାନେ ଅନୁଭବ କଲେ ଯେ ସେମାନଙ୍କ ସହ କିଛି ନୂଆ ଘଟଣା ଘଟିଛି ଏବଂ ସେମାନେ ଅନୁଭବ କଲେ ତାହା ହେଉଛି ଯୀଶୁଙ୍କ ପ୍ରତିଜ୍ଞା। ପରେ ସେମାନେ ସ୍ୱୀକାର କଲେ ପବିତ୍ର ଆତ୍ମା ଆମ ଉପରେ ଆସିଅଛନ୍ତି। ଯେଉଁମାନେ ପବିତ୍ର ଆତ୍ମା ଗ୍ରହଣ କଲେ ସେମାନଙ୍କ ମଧ୍ୟରେ ଏକ ପରିବର୍ତ୍ତନ ଘଟିଲା। ପ୍ରଭୁ ଏମିତି କିଛି ସେମାନଙ୍କୁ କହିବାକୁ ସକ୍ଷମ କଲେ, ଏକ ବିଦେଶୀ ଭାଷା ଯାହା କହିବା ଆମ୍ଭମାନଙ୍କ ମଧ୍ୟରେ କଳ୍ପନାର ବାହାରେ, ତାହା ସେମାନେ କହିବାକୁ ଲାଗିଲେ। ବାଇବଲ ଏହାକୁ ବିଭିନ୍ନ ଭାଷାରେ କହିବା ବୋଲି କହିଥାଏ। ପବିତ୍ର ଆତ୍ମା ଗ୍ରହଣ କରିଥିବା ଲୋକମାନେ ବିଭିନ୍ନ ଭାଷାରେ କଥାବାର୍ତ୍ତା କରିବାର ଅନେକ କାରଣ ଅଛି। ଅବଶ୍ୟ ଯେଉଁମାନେ ପ୍ରଥମେ ଭାଷା ଗ୍ରହଣ କରିଥିଲେ ସେମାନଙ୍କ ସାକ୍ଷ୍ୟ ଅନୁଯାୟୀ ସେମାନେ ଜାଣିନଥିବା ଭାଷାରେ ଈଶ୍ୱରଙ୍କର ମହାନ ଆଶ୍ଚର୍ଯ୍ୟ କର୍ମଗୁଡ଼ିକୁ କହିବାକୁ ଲାଗିଲେ। ସେହି ସମୟରେ ବିଭିନ୍ନ ଦେଶରୁ ଜେରୁସାଲେମକୁ ଆସିଥିବା ଲୋକମାନେ ନିଜ ନିଜ ଭାଷାରେ ଶୁଣିବାକୁ ପାଇଲେ। ହଁ, ସେମାନେ ଆହୁରି ଆଶ୍ଚର୍ଯ୍ୟ ହେଲେ କାରଣ ସେମାନେ ନିଜ ନିଜ ଭାଷାରେ ଈଶ୍ୱରଙ୍କର ବାକ୍ୟଗୁଡ଼ିକୁ ଶୁଣିପାରିଲେ। ମଣ୍ଡଳୀ ଏହି ଦିନକୁ ପେନ୍ତିକଷ୍ଟ ବୋଲି କହେ, ଯେଉଁଦିନ ପବିତ୍ର ଆତ୍ମା ଆସିଥିଲେ। ସେହି ଦିନଠାରୁ ପବିତ୍ର ଆତ୍ମା ପରମେଶ୍ୱର ଶିଷ୍ୟମାନଙ୍କ ସହିତ ଅର୍ଥାତ୍ ଆମ୍ଭମାନଙ୍କ ସହିତ ଅଛନ୍ତି। କେବଳ ଜେରୁସାଲେମବାସୀ ନୁହେଁ, ପୃଥିବୀର ସମସ୍ତ ଦେଶର ଲୋକମାନେ ଏହାକୁ ଗ୍ରହଣ କରିବାକୁ ଲାଗିଲେ। ପବିତ୍ର ଆତ୍ମା ଆମ ପାଖକୁ ଆସନ୍ତି ଏବଂ ବିଭିନ୍ନ କାର୍ଯ୍ୟ କରିବା ପାଇଁ ଆମମାନଙ୍କୁ ବ୍ୟବହାର କରନ୍ତି। ପ୍ରେରିତ ପାଉଲ ଏପରି କହନ୍ତି, ଯେଉଁମାନେ ପବିତ୍ର ଆତ୍ମାକୁ ଗ୍ରହଣ କରନ୍ତି ସେମାନେ ମଧ୍ୟ ପବିତ୍ର ଆତ୍ମାଙ୍କ ଫଳ ଉତ୍ପନ୍ନ କରିପାରନ୍ତି। ଆଜିର ବାର୍ତ୍ତାରେ ଶିଷ୍ୟମାନଙ୍କ ପରି ଆମ୍ଭେମାନେ ମଧ୍ୟ ବ୍ୟବହାର ହୋଇପାରିବା, ଯେଉଁମାନେ ଈଶ୍ୱରଙ୍କର କାର୍ଯ୍ୟ ବିସ୍ତାର କରନ୍ତି ଏବଂ ଶାନ୍ତିର ସ୍ଥାପନ କରନ୍ତି। ପ୍ରଭୁ ଯୀଶୁଙ୍କ ପ୍ରତିଜ୍ଞା ଅନୁସାରେ ସେମାନେ ନିଶ୍ଚୟ ପବିତ୍ର ଆତ୍ମାରେ ଭରପୁର ହୋଇପାରନ୍ତି। ମୁଁ ଆଶା କରେ ଆପଣମାନେ ସମସ୍ତେ ପବିତ୍ର ଆତ୍ମାଙ୍କ ସହିତ ନୂଆ ଜୀବନଯାପନ କାଟିବେ ଏବଂ ପବିତ୍ର ଆତ୍ମାଙ୍କ ଫଳ ଫଳିବେ।
ସେଥିରେ ପିତା ଗୌରବାନ୍ୱିତ ହେବେ। ଏହି ବାକ୍ୟ ଦେଇ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।